କୋଉ ସଦସ୍ୟ ରହିପାରିବେ ଯାହାକୁ ନିଲମ୍ବନ ହେଇନଥିବ। ଏମାନଙ୍କୁ ତ ନିଲମ୍ବିତ ହେଇଯାଇଛନ୍ତି। ଏତେ ଦିନ ଟଲରେଟ୍ କଲୁ, କୋଉ ସରକାର ଏତେ ଦିନ ଟଲରେଟ୍ କରିଦେବ? କୋଉ ଜାଗାରେ ଏତିକି ଏତିକି ଅସଭ୍ୟ ଆଚରଣକୁ ବରଦାସ୍ତ କରିବ? ନାଇଁ ନାଇଁ, ଆମେ ଦେଖ, କର୍ଣ୍ଣାଟକରେ କଣ ହେଲା କଣ ନାହିଁ, ଓଡ଼ିଶାରେ ଆମେ ସେ ପରମ୍ପରା କରିବା ପାଇଁ ଚାହୁଁନାହୁଁ। କର୍ଣ୍ଣାଟକରେ ସେଟା ତାକୁ କଣ ହେଲା କଣ ନାହିଁ, ଆମେ ଓଡ଼ିଶା ପୋଲିସ ଲଗା ହେଇନାହିଁ, ବେକାର କଥା କହୁଛନ୍ତି ଅଭିଯୋଗକୁ। ବିଧାନସଭାର ସୁରକ୍ଷା କର୍ମୀ ହିଁ ତାଙ୍କୁ ବାହାର କରିଛନ୍ତି, କୌଣସି ପୋଲିସର ବ୍ୟବହାର କରାଯାଇ ନାହିଁ। ନିୟମ ନୁହେଁ ଘଣ୍ଟ ବାଡେଇବା କଣ? ସେମାନେ କୌଣସି ମନ୍ଦିରରେ ଯାଇକି ବାଡଉନାହାନ୍ତି ଘଣ୍ଟ, କିଏ ମନା କରୁଛି ତାଙ୍କୁ? ଏଇଠି ଘଣ୍ଟ ବାଡେଇବା, ଶଙ୍ଖ ଫୁଙ୍କିବା କି ତୁରୀ ବଜେଇବା ଏଇଟା ଜାଗା ନୁହେଁ, ଆଲୋଚନାର ଜାଗା। ଆଲୋଚନା କରନ୍ତୁ ନା, କିଏ ମନା କରୁଛି ତାଙ୍କୁ? କିନ୍ତୁ ଏସବୁ ନକରି ସେମାନେ ଯେଉଁ ପ୍ରକାର ବିଶୃଙ୍ଖଳା ଆଚରଣ କରୁଛନ୍ତି, ସେଇ ବିଶୃଙ୍ଖଳା ଆଚରଣରେ ନିଲମ୍ବନ ବ୍ୟତୀତ ଆଉ କୌଣସି ବିକଳ୍ପ ନଥିଲା। ତେଣୁ ମାନ୍ୟବର ବାଚସ୍ପତି ମହୋଦୟା ଏ ନିଷ୍ପତ୍ତି ନେଲେ, ନିଷ୍ପତ୍ତି ଯୁକ୍ତିଯୁକ୍ତ। ନାଇଁ ନାଇଁ, ଆମେ ଦେଖ, କର୍ଣ୍ଣାଟକରେ କଣ ହେଲା କଣ ନାହିଁ, ଓଡ଼ିଶାରେ ଆମେ ସେ ପରମ୍ପରା କରିବା ପାଇଁ ଚାହୁଁନାହୁଁ। କର୍ଣ୍ଣାଟକରେ ସେଟା ତାକୁ କଣ ହେଲା କଣ ନାହିଁ, ଆମେ ଓଡ଼ିଶାରେ ଆପଣ ମାନେ କଣ ଏ କଂଗ୍ରେସର ଏଭଳି ଆଚରଣକୁ ଆପଣ ମାନେ ସମର୍ଥନ କରୁଛନ୍ତି? କେହି ସାଧାରଣ ଜନତା କଣ ସମର୍ଥନ କରିପାରିବ? ତୁମେ ବିଧାନସଭାରେ ରାତି ରହିବି କହିବ, ବନ୍ଦ ହେଇଗଲା ପରେ ଗଲା, ତୁମେ ଛାଡିବାକୁ ପଡିବ। ସବୁ ଡ୍ରାମା କରିବାର କିଛି ହଁ, ସେଟା ବି କଂଗ୍ରେସ ମାନଙ୍କର ଆଇଡିଆ ଥିଲା। ଏବେ କଲେ ରାତି ରହିପାରିବେ। କୋଉ ସଦସ୍ୟ ରହିପାରିବେ ଯାହାକୁ ନିଲମ୍ବନ ହେଇନଥିବ? ଏମାନଙ୍କୁ ତ ନିଲମ୍ବିତ ହେଇଯାଇଛନ୍ତି। ନିଲମ୍ବିତ ସଦସ୍ୟ ମାନେ କିଭଳି ଭାବରେ ବିଧାନସଭାର ପ୍ରିମିସେସକୁ ଆସିବେ? ସେମାନେ ଆସିପାରିବେ ନାହିଁ, ସେମାନେ ଲବିକୁ ବି ଆସିପାରିବେ ନାହିଁ। ଏଇଟା ତ ନିୟମ। ପୋଲିସ ଲଗା ହେଇନାହିଁ, ବେକାର କଥା କହୁଛନ୍ତି ଅଭିଯୋଗକୁ। ବିଧାନସଭାର ସୁରକ୍ଷା କର୍ମୀ ହିଁ ତାଙ୍କୁ ବାହାର କରିଛନ୍ତି, କୌଣସି ପୋଲିସର ବ୍ୟବହାର କରାଯାଇ ନାହିଁ। ଆଉ ତୁମେ ନିଲମ୍ବିତ ହେଇଥିବ ଏବଂ ରାତ୍ରି ବିଧାନସଭା ଭିତରେ ରହିବ, ତ ମାର୍ଶାଲ ମାନେ କଣ ଡ୍ୟୁଟି ତାଙ୍କର କରିବେନି? ଶାସକ ଦଳ ଚାହୁଁନି କି ବିରୋଧୀ ରୁହନ୍ତୁ ବୋଲି। ଶାସକ ଦଳ ତ ଗଣତାନ୍ତ୍ରିକ ବ୍ୟବସ୍ଥାରେ ଆମେ ଏତେ ଦିନ ଟଲରେଟ୍ କଲୁ, କୋଉ ସରକାର ଏତେ ଦିନ ଟଲରେଟ୍ କରିଦେବ? କୋଉ ଜାଗାରେ ଏତିକି ଅସଭ୍ୟ ଆଚରଣକୁ ବରଦାସ୍ତ କରିବ? ଆମେ ଗଣତାନ୍ତ୍ରିକ ଉପାୟରେ ସବୁ କିଛି କଲୁ ଏବଂ ସେମାନେ ଯେତେବେଳେ ସର୍ବଦଳକୁ ଆସିଛନ୍ତି, ଏଇଟା ଭକ୍ତ ଦାସଙ୍କର ନିର୍ଦ୍ଦେଶ, ଏଇଟା ଅଲ ଇଣ୍ଡିଆ ନିର୍ଦ୍ଦେଶ କହୁଛନ୍ତି। ବିଧାନସଭାର ସଦସ୍ୟ ମାନେ କଣ ବାହାର ଲୋକମାନଙ୍କ ଦ୍ୱାରା ପରିଚାଳିତ ହେବେ? ଠିକ ନିଷ୍ପତ୍ତି ଯୁକ୍ତିଯୁକ୍ତ।